ଆଜିର ପ୍ରସଙ୍ଗ ମହିଳା ସୁରକ୍ଷା ଦିଗରେ ଭାରତର ପ୍ରତିବଦ୍ଧତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସରିତା ସାହୁ। ସାରା ଦେଶରେ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳାଙ୍କ ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତାକୁ ବ୍ୟକ୍ତ କରି ଦେଶରେ ଅନେକଗୁଡ଼ିଏ ପରିବର୍ତ୍ତନ ଆଇନଗତ ସଂସ୍କାର କାର୍ଯ୍ୟକାରୀ କରାଯିବା ସହ ଆର୍ଥିକ ପଦକ୍ଷେପ ନିର୍ଭୟା ପାଣ୍ଠି ଗ୍ରହଣ କରାଯାଇଛି। ମହିଳା ସୁରକ୍ଷା ବୃଦ୍ଧି ପାଇଁ ହେଲ୍ପଲାଇନ୍ ନମ୍ବର 181 ପ୍ରଚଳନ କରାଯାଇଛି। ମହିଳାଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଯୌନ ନିର୍ଯାତନା, ଘରୋଇ ହିଂସା, ଯୌତୁକ, ବାଲ୍ୟ ବିବାହ, କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଓ ମାନବ ଚାଲାଣ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୱାନ୍ ଷ୍ଟେପ୍ ସେଣ୍ଟର, ମହିଳା ହେଲ୍ପଲାଇନ୍ 181, ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା 112, SHE ଡେସ୍କ ଏବଂ ମହିଳା ସହାୟତା ଡେସ୍କ ଆଦି ମହିଳାମାନଙ୍କୁ ଆଇନଗତ, ସ୍ୱାସ୍ଥ୍ୟ ଏବଂ ମନସ୍ତାତ୍ତ୍ୱିକ ସହାୟତା ପ୍ରଦାନ କରୁଛି। ଘରୋଇ ହିଂସା ଓ ଲିଙ୍ଗ ଆଧାରିତ ହିଂସା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ନିମ୍ହାନ୍ସ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକଳ୍ପ ସ୍ତ୍ରୀ ମନୋରକ୍ଷା ସଖୀ କେନ୍ଦ୍ରଗୁଡ଼ିକରେ ଆପାତକାଳୀନ ସେବା ପ୍ରଦାନ କରିଥାଏ। ଅତୀତରେ ମହିଳାଙ୍କ ବିରୋଧରେ ନିର୍ଯାତନା ଘଟଣା ବୃଦ୍ଧିକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିର୍ଭୟା ପାଣ୍ଠି କାର୍ଯ୍ୟକାରୀ କରିଛି। ନିର୍ଭୟା ପାଣ୍ଠି ଅଧୀନରେ 2024-25 ଆର୍ଥିକ ବର୍ଷରେ 7,712 କୋଟି 85 ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ସେଥିରୁ 5,846 କୋଟି 8 ଲକ୍ଷ ଟଙ୍କା ଉପଯୋଗ କରାଯାଇଛି। ଏହି ଅର୍ଥରେ ଖୋଲିଥିବା ସଖୀ ୱାନ୍ ଷ୍ଟେପ୍ ସେଣ୍ଟର ହିଂସା ପୀଡ଼ିତ ମହିଳାଙ୍କୁ ଏକକାଳୀନ ଚିକିତ୍ସା, ଆଇନଗତ ଏବଂ ମାନସିକ ସହାୟତା ଦେବା ସହ ଅସ୍ଥାୟୀ ଆଶ୍ରୟ ପ୍ରଦାନ କରୁଛି। ବର୍ତ୍ତମାନ ଦେଶରେ 812ଟି ସଖୀ ୱାନ୍ ଷ୍ଟେପ୍ ସେଣ୍ଟର କାର୍ଯ୍ୟକ୍ଷମ ଥିବାବେଳେ ଏଥିରୁ 10,80,000 ମହିଳା ସହାୟତା ପାଇଛନ୍ତି। ମହିଳା ହେଲ୍ପଲାଇନ୍ 181 ଉଭୟ ସରକାରୀ ଏବଂ ଘରୋଇ ସ୍ଥାନରେ ହିଂସାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ପାଇଁ ଜରୁରୀକାଳୀନ ଏବଂ ସହାୟତା ସେବା ପ୍ରଦାନ କରିଥାଏ। ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା ERSS ହେଉଛି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ସମନ୍ୱିତ ଜରୁରୀକାଳୀନ ସେବା, ଯେଉଁଥିରେ ସମସ୍ତ ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର 112 ରହିଛି। ନାଗରିକମାନେ କଲ୍ କରି SMS, ଇମେଲ୍, SOS ସଂକେତ କିମ୍ବା ERSS ୱେବ୍ ପୋର୍ଟାଲ ଜରିଆରେ ସହାୟତା ପାଇପାରିବେ। ଏହି ବ୍ୟବସ୍ଥା 100 ପୁଲିସ, 101 ଅଗ୍ନିଶମ, 108 ଆମ୍ବୁଲାନ୍ସ ଏବଂ 181 ମହିଳା ଏବଂ ଶିଶୁ ଯତ୍ନ ସମେତ ସମସ୍ତ କାର୍ଯ୍ୟକ୍ଷମ ଜରୁରୀକାଳୀନ ନମ୍ବରକୁ 112 ଅଧୀନରେ ଏକୀକୃତ କରାଯାଇଛି। ଏହା ବ୍ୟତୀତ SHE ବକ୍ସ ପୋର୍ଟାଲ କାର୍ଯ୍ୟକ୍ଷେତ୍ର ଅର୍ଥାତ୍ ସଂଗଠିତ, ଅଣସଂଗଠିତ, ସରକାରୀ ଏବଂ ଘରୋଇ କ୍ଷେତ୍ରରେ ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିଥାଏ ଏବଂ ସେମାନଙ୍କର ଅଧିକାରକୁ ସୁରକ୍ଷିତ ରଖିଥାଏ। ଏହି ପୋର୍ଟାଲରେ ହେଉଥିବା ଅଭିଯୋଗ ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ। ନିର୍ଭୟା ପାଣ୍ଠି ଅଧୀନରେ ଥାନାଗୁଡ଼ିକରେ 14,658 ମହିଳା ସହାୟତା ଡେସ୍କ ଖୋଲାଯାଇଛି। ଏଥିମଧ୍ୟରୁ 13,743ଟି ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଏତଦ୍‌ବ୍ୟତୀତ ସୁରକ୍ଷିତ ସହରୀ ପ୍ରକଳ୍ପ, ଯୌନ ନିର୍ଯାତନା ପାଇଁ ତଦନ୍ତ ନିରୀକ୍ଷଣ ପ୍ରଣାଳୀ, ଯୌନ ଅପରାଧୀଙ୍କ ଜାତୀୟ ଡାଟାବେସ୍, ମିଶନ ଶକ୍ତି, ସାଇବର ଅପରାଧ ଅଭିଯୋଗ ପୋର୍ଟାଲ, ଭାରତୀୟ ରେଳବାଇର ମେରି ସହେଲି ଯୋଜନା, ମହିଳା ପୁଲିସ ସ୍ୱେଚ୍ଛାସେବୀ ସ୍ୱତନ୍ତ୍ର ମହିଳା ପୁଲିସ ସେଲ୍ ଆଦି ପଦକ୍ଷେପ ମହିଳାଙ୍କ ସୁରକ୍ଷା ଅଧିକାରକୁ ସୁନିଶ୍ଚିତ କରୁଛି। ବଳାତ୍କାର ଭଳି ମାମଲାର ତ୍ୱରିତ ଶୁଣାଣି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପୋକ୍ସୋ ଆଇନ ପ୍ରଣୟନ ସହିତ ଦେଶବ୍ୟାପୀ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯାଇଛି। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ 2005ର ସଫଳ କାର୍ଯ୍ୟକାରିତା ଯୋଗୁଁ 2015-16 ତୁଳନାରେ 2019-20ରେ ବୈବାହିକ ସମ୍ପର୍କରେ ମହିଳା 18ରୁ 49 ବର୍ଷଙ୍କ ବିରୋଧରେ ହେଉଥିବା ଘରୋଇ ହିଂସା ପରିମାଣ 31.2%ରୁ 29.3%କୁ ହ୍ରାସ ପାଇଛି। ସେହିପରି ଯୌତୁକ ନିବାରଣ ଆଇନ 1961, ଅନୈତିକ ମାନବ ଚାଲାଣ ନିରାକରଣ ଆଇନ 1956, ବାଲ୍ୟ ବିବାହ ନିଷେଧ ଆଇନ 2006, କାର୍ଯ୍ୟସ୍ଥଳୀରେ ମହିଳାଙ୍କର ଯୌନ ନିର୍ଯାତନା ନିବାରଣ, ନିଷେଧ ଓ ସମାଧାନ ଆଇନ 2013 ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କ ଅଧିକାରକୁ ସଶକ୍ତ କରିଛି। ଭାରତ ସରକାର ଆଇନଗତ ପଦକ୍ଷେପ, ଆର୍ଥିକ ଆବଣ୍ଟନ ଏବଂ ସହାୟକ ସେବା ଜରିଆରେ ମହିଳାମାନଙ୍କ ସୁରକ୍ଷା ବୃଦ୍ଧି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ପ୍ରୟାସଗୁଡ଼ିକ ଶାରୀରିକ ଏବଂ ଆଇନଗତ ସୁରକ୍ଷା ପ୍ରଦାନ କରୁଥିବା ବେଳେ ମାନସିକ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦେଇଛି।